କ'ଣ ଆପଣ ସମସ୍ତଙ୍କ ପାଇଁ ସବୁକିଛି କରୁଛନ୍ତି ତଥାପି ଲୋକମାନେ ଆପଣଙ୍କୁ ଟିକିଏ ବି ସମ୍ମାନ ଦେଉନାହାନ୍ତି? ତେବେ ନିଜର ଏହି 25ଟି ଭୁଲକୁ ବା ଏହି 25ଟି ଅଜାଣତରେ ହେଉଥିବା ଭୁଲକୁ ଆଜି ହିଁ ସୁଧାରି ଦିଅନ୍ତୁ। ଦେଖିବେ କାଲିଠାରୁ ଦୁନିଆ ଆପଣଙ୍କୁ ସଲାମ କରିବ। ଏପରି ଭିଡ଼ିଓ ପାଇବା ପାଇଁ ଏହି ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ରଖନ୍ତୁ। ବନ୍ଧୁଗଣ, ସମ୍ମାନ ବା ରେସ୍ପେକ୍ଟ ଏମିତି ଏକ ଜିନିଷ ଯାହା ବଜାରରୁ କେବେ କିଣି ହୁଏ ନାହିଁ କିମ୍ବା କାହା ଆଗରେ ହାତ ପାତି କେବେ ଭିକ ମାଗି ଆଣି ହୁଏ ନାହିଁ। ଏହାକୁ ନିଜର ବ୍ୟକ୍ତିତ୍ୱ ଏବଂ କର୍ମ ମାଧ୍ୟମରେ ଅର୍ଜନ କରିବାକୁ ପଡ଼େ। ବନ୍ଧୁଗଣ, ଅନେକ ସମୟରେ ଆମେ ଭାବୁ ଯେ ଆମେ ତ ବହୁତ ଭଲ ମଣିଷ, ଆମେ ତ କାହାର କିଛି କ୍ଷତି କରିନାହୁଁ, ସମସ୍ତଙ୍କ କଥା ମାନୁଛୁ, ତଥାପି ଲୋକମାନେ ଆମକୁ କାହିଁକି ହାଲୁକା ଭାବେ ନେଉଛନ୍ତି? ଆମକୁ କାହିଁକି ସେହି ଗୁରୁତ୍ୱ ମିଳୁନାହିଁ ଯାହାର ଆମେ ହକଦାର? ଏହାର କାରଣ ଆପଣଙ୍କର ବାହ୍ୟ ଶତ୍ରୁ ନୁହନ୍ତି, ବରଂ ଆପଣଙ୍କର ନିଜର କିଛି ଦୈନନ୍ଦିନ ଅଭ୍ୟାସ ଓ ଛୋଟ ଛୋଟ ଭୁଲ। ଆମେ ଅଜାଣତରେ ବା ଜାଣତରେ ଆମେ ଏମିତି କିଛି ଭୁଲ କାମ କରୁ ଯାହା ଆମର ମୂଲ୍ୟ ବା ଭ୍ୟାଲ୍ୟୁକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଥାଏ। ତେଣୁ ମୁଁ ଆଜି ଆପଣଙ୍କୁ ସେହି 25ଟି ଭୁଲ ବିଷୟରେ କହିବାକୁ ଯାଉଛି ଯାହା ଆପଣଙ୍କୁ ନିହାତି ଜାଣିବା ଦରକାର। ଯଦି ଆପଣ ପ୍ରକୃତରେ ସମ୍ମାନ ଚାହୁଁଛନ୍ତି ତେବେ ଆଜି ଏବଂ ଏବେଠାରୁ ଏହି 25ଟି ଭୁଲ କରିବା ସବୁଦିନ ପାଇଁ ବନ୍ଦ କରିଦିଅନ୍ତୁ। ପ୍ରଥମ, ଆମେ ଭାବୁ ଯେ ଅନ୍ୟ ପାଇଁ ସବୁବେଳେ ଠିଆ ହେଲେ ସେମାନେ ଆମକୁ ବହୁ ସମ୍ମାନ ଦେବେ, କିନ୍ତୁ ବାସ୍ତବତା ହେଉଛି ଅର୍ଥନୀତିର ନିୟମ ପରି। ଯେଉଁ ଜିନିଷ ସହଜରେ ଏବଂ ପ୍ରଚୁର ପରିମାଣରେ ମିଳିଯାଏ ତାହାର ମୂଲ୍ୟ କମିଯାଏ। ଯଦି କେହି ଡାକିବା ମାତ୍ରେ ଆପଣ ନିଜର ସବୁ ଜରୁରୀ କାମ ଛାଡ଼ି ଦେଇ ଦୌଡ଼ି ଯାଆନ୍ତି, ତେବେ ଲୋକେ ଆପଣଙ୍କୁ ଫାଲତୁ ବା କୌଣସି କାମ ନଥିବା ମଣିଷ ବୋଲି ଧରି ନିଅନ୍ତି। ନିଜ କାମକୁ ପ୍ରାଥମିକତା ଦିଅନ୍ତୁ ଏବଂ ସବୁବେଳେ ବ୍ୟସ୍ତ ଅଛି କହିବା ଶିଖିଯାଆନ୍ତୁ। ଅତ୍ୟଧିକ ଉପଲବ୍ଧ ରୁହନ୍ତୁ ନାହିଁ। ଦ୍ୱିତୀୟ, ଯଦି ଆପଣ କାହାକୁ କଥା ଦେଉଛନ୍ତି ଏବଂ ତାହା ପୂରଣ କରୁନାହାନ୍ତି, ତେବେ ଲୋକମାନେ ଆପଣଙ୍କ ଉପରୁ ସବୁଦିନ ପାଇଁ ବିଶ୍ୱାସ ହରାଇ ଦିଅନ୍ତି। ଯିଏ ନିଜ କଥାର ମୂଲ୍ୟ ରଖିପାରେ ନାହିଁ, ସମାଜ ତାକୁ କେବେ ବି ସମ୍ମାନ କରେ ନାହିଁ। ତେଣୁ ଭାବି ଚିନ୍ତି କେବଳ ସେତିକି ପ୍ରତିଶ୍ରୁତି ଦିଅନ୍ତୁ ଯାହା ଆପଣ ପୂରଣ କରିପାରିବେ। ଆପଣଙ୍କ କଥାର ଓଜନ ରହିବା ନିହାତି ଦରକାର। କଥା ଦେଇ କଥା ନ ରଖିବାର ଭୁଲ କରନ୍ତୁ ନାହିଁ। 3. ଭୁଲ କଲେ କ୍ଷମା ମାଗିବା ଏକ ମହାନ ଗୁଣ ହୋଇଥାଏ, କିନ୍ତୁ ବିନା ଭୁଲରେ କଥାରେ ବାରମ୍ବାର ସରି କହିବା ଆପଣଙ୍କୁ ଏକ ଦୁର୍ବଳ ବ୍ୟକ୍ତିତ୍ୱ ଭାବେ ପ୍ରମାଣିତ କରିଥାଏ। ଲୋକେ ଭାବନ୍ତି ଆପଣଙ୍କର ନିଜ ଉପରେ ଆଦୌ ଆତ୍ମବିଶ୍ୱାସ ନାହିଁ। ନିଜର ଭୁଲ ନଥିଲେ କେବେ ବି ଅଯଥାରେ ମୁଣ୍ଡ ନୁଆନ୍ତୁ ନାହିଁ। ଦୃଢ଼ତାର ସହିତ ନିଜ ପକ୍ଷ ରଖନ୍ତୁ। ଅଯଥାରେ ଏବଂ ବାରମ୍ବାର କ୍ଷମା ମାଗିବାର ଭୁଲ ଏବେ ହିଁ ଛାଡ଼ି ଦିଅନ୍ତୁ। 4. ଯଦି ଲୋକମାନେ ଆପଣଙ୍କ ସହ ଯେମିତି ଇଚ୍ଛା ସେମିତି କଥାବାର୍ତ୍ତା କରୁଛନ୍ତି, ଅପମାନିତ କରୁଛନ୍ତି କିମ୍ବା ଆପଣଙ୍କ ଜିନିଷର ଅପବ୍ୟବହାର କରୁଛନ୍ତି ଏବଂ ଆପଣ ଭଲ ମଣିଷ ସାଜି ଚୁପ୍ ରହୁଛନ୍ତି, ତେବେ ଆପଣ ନିଜର ସମ୍ମାନ ନିଜେ ହରାଉଛନ୍ତି। ଏହା ସ୍ପଷ୍ଟ କରିଦିଅନ୍ତୁ ଯେ ଆପଣ କେଉଁ କଥାକୁ ସହିପାରିବେ ଏବଂ କେଉଁ କଥାକୁ ଆପଣ ଟୋଟାଲ ସହିବେ ନାହିଁ। ଆପଣଙ୍କର ଏକ ଲକ୍ଷ୍ମଣ ରେଖା ରହିବା ନିହାତି ଜରୁରୀ। ବ୍ୟକ୍ତିଗତ ସୀମା ବା ବାଉଣ୍ଡ୍ରିଜ ନ ରଖିବା ଏକ ବଡ଼ ଭୁଲ ହୋଇଥାଏ। 5. ମନେ ରଖନ୍ତୁ, ଆପଣ କୌଣସି ମିଠା ଦୋକାନୀ ନୁହନ୍ତି ଯେ ସମସ୍ତଙ୍କୁ ମିଠା ବାଣ୍ଟିବେ ଏବଂ ସମସ୍ତଙ୍କ ପାଇଁ ଆପଣ ମିଠା ରହିବେ। ଦୁନିଆରେ ଆପଣ କେବେ ବି ସମସ୍ତଙ୍କୁ ଖୁସି ରଖିପାରିବେ ନାହିଁ। ଯଦି ଆପଣ ସବୁବେଳେ ଅନ୍ୟର ଇଚ୍ଛା ଅନୁସାରେ କାମ କରିବା ପାଇଁ ନିଜ ଇଚ୍ଛା ଏବଂ ସ୍ୱାଭିମାନକୁ ମାରିଦେଇ ହଁ କହୁଛନ୍ତି, ତେବେ ଲୋକେ ଆପଣଙ୍କୁ ନିଜର ହାତ ବାରିସି ବା ଗୋଲାମ ଭଳି ବ୍ୟବହାର କରିବେ। ଦରକାର ପଡ଼ିଲେ ମୁହଁ ଉପରେ ନା କହିବା ଶିଖିଯାଆନ୍ତୁ। ସମସ୍ତଙ୍କୁ ସବୁବେଳେ ଖୁସି ରଖିବାକୁ ଚେଷ୍ଟା କରନ୍ତୁ ନାହିଁ। 6. ଯଦି ଆପଣ ଜଣଙ୍କ ଆଗରେ ଆଉ ଜଣଙ୍କର ଖରାପ କଥା କହୁଛନ୍ତି, ତେବେ ଶୁଣୁଥିବା ବ୍ୟକ୍ତି ମନେ ମନେ ଏହା ନିଶ୍ଚିନ୍ତ ଭାବିଥାଏ ଆପଣ ଅନ୍ୟମାନଙ୍କ ଆଗରେ ମଧ୍ୟ ତା ବିଷୟରେ ନିନ୍ଦା କରୁଥିବେ। ଚୁଗୁଲି କରୁଥିବା ବ୍ୟକ୍ତିତ୍ୱକୁ ଲୋକେ ଉପରକୁ ଶୁଣନ୍ତି ସିନା, କିନ୍ତୁ ଭିତରେ ଭିତରେ ତାକୁ ଘୃଣା କରନ୍ତି ଏବଂ କେବେ ସମ୍ମାନ କରନ୍ତି ନାହିଁ। ଅନ୍ୟର ନିନ୍ଦା ବା ଚୁଗୁଲି କରିବା ଭଳି ଭୁଲକୁ ଆଜି ହିଁ ଛାଡ଼ି ଦିଅନ୍ତୁ। 7. ଆଜିକାଲି ଲୋକମାନେ ବହୁତ ଶୀଘ୍ର ନିଜର ବ୍ୟକ୍ତିଗତ ଜୀବନ, ଦୁର୍ବଳତା, ଆର୍ଥିକ ସମସ୍ୟା ଏବଂ ପାରିବାରିକ କଳହକୁ ଅନ୍ୟମାନଙ୍କ ଆଗରେ ବଖାଣି ଦିଅନ୍ତି। ମନେ ରଖନ୍ତୁ, ଦୁନିଆରେ ଲୋକେ ଆଜି ସହାନୁଭୂତି ଦେଖାଇବେ, କିନ୍ତୁ କାଲି ସେହି କଥାକୁ ନେଇ ଆପଣଙ୍କ ପଛରେ ମଜାକ ଉଡ଼ାଇବେ।
ନିଜ ଜୀବନର କିଛି ରହସ୍ୟ ବା ମିଷ୍ଟ୍ରିକୁ ବଜାୟ ରଖନ୍ତୁ। ନିଜ ବିଷୟରେ ସବୁକିଛି କାହା ପାଖରେ ପ୍ରକାଶ କରନ୍ତୁ ନାହିଁ। ଅଷ୍ଟମ, ଯେତେବେଳେ ଆପଣ ନିଜର ସାମର୍ଥ୍ୟ ବାହାରେ ଯାଇ କେବଳ ଲୋକଙ୍କୁ ଦେଖାଇବା ପାଇଁ ମୂଲ୍ୟବାନ ଜିନିଷ କିଣନ୍ତି ବା ନକଲି ଇଂରାଜୀ କହିବାକୁ ଚେଷ୍ଟା କରିଥାନ୍ତି, ଲୋକେମାନେ ଆପଣଙ୍କର ଏହି ନକଲିପଣକୁ ଖୁବ୍ ଶୀଘ୍ର ଧରି ନିଅନ୍ତି। ଆପଣ ଯେମିତି ଅଛନ୍ତି ସେମିତି ଗର୍ବର ସହ ରୁହନ୍ତୁ। ନିଜର ଅସଲି ପରିଚୟ ହିଁ ଦୀର୍ଘସ୍ଥାୟୀ ସମ୍ମାନ ଦେଇଥାଏ। ଅନ୍ୟକୁ ପ୍ରଭାବିତ କରିବାକୁ ନକଲି ଆଚରଣ କରନ୍ତୁ ନାହିଁ। ନବମ, ଛୋଟ ଛୋଟ କଥାରେ ରାଗିଯିବା, ଜୋରରେ କାନ୍ଦିବା, ଜୋରରେ ହସିବା, ଜୋରରେ ଚିଡ଼ି ଯାଇ ପାଟିତୁଣ୍ଡ କରିବା, ଏସବୁ ଗୋଟିଏ ଗୋଟିଏ ଅପରିପକ୍ୱ ବ୍ୟକ୍ତିତ୍ୱର ଲକ୍ଷଣ ହୋଇଥାଏ। ଯିଏ ନିଜ ରାଗ କିମ୍ବା ଦୁଃଖ ଉପରେ ନିୟନ୍ତ୍ରଣ ରଖିପାରେ ନାହିଁ, ଲୋକେ ତାକୁ କେବେ ବି ଗମ୍ଭୀରତାର ସହିତ ନିଅନ୍ତି ନାହିଁ। ପରିସ୍ଥିତି ଯାହା ବି ହୋଇଥାଉ, ବିପଦ ସମୟରେ ଯିଏ ଶାନ୍ତ ରହିପାରେ ସିଏ ହିଁ ପ୍ରକୃତ ଲିଡର ବା ନେତା ଭାବେ ସମ୍ମାନିତ ହୁଏ। ନିଜ ଭାବନା ଉପରେ ନିୟନ୍ତ୍ରଣ ନ ରହିବା ଏକ ସାଂଘାତିକ ଭୁଲ ହୋଇଥାଏ। ଦଶମ, କେହି ଜଣେ ଗୁରୁତ୍ୱପୂର୍ଣ୍ଣ କଥା କହୁଥିବା ସମୟରେ ତାଙ୍କୁ ମଝିରୁ ଅଟକେଇ ଦେଇ ନିଜ କଥା ସାବ୍ୟସ୍ତ କରିବା ଏକ ଅତି ଅସଭ୍ୟ ଆଚରଣ। ଏହା ଦର୍ଶାଏ ଯେ ଆପଣ ଅନ୍ୟର ବିଚାରକୁ ଆଦୌ ସମ୍ମାନ ଦେଉନାହାନ୍ତି। ଏକ ଭଲ ଶ୍ରୋତା ହେବାକୁ ଆପଣଙ୍କୁ ଶିଖିବାକୁ ପଡ଼ିବ। ପ୍ରଥମେ ଅନ୍ୟର କଥାକୁ ସମ୍ପୂର୍ଣ୍ଣ ଶୁଣନ୍ତୁ, ତାପରେ ନିଜର ଯୁକ୍ତି ରଖନ୍ତୁ। ଅନ୍ୟର କଥା ମଝିରେ ପଶି ବାଧା ଦେବା ଭଳି କାମ କରନ୍ତୁ ନାହିଁ। 11, ଆପଣଙ୍କ ମୁହଁ ଖୋଲିବା ପୂର୍ବରୁ ଆପଣଙ୍କ ଶାରୀରିକ ଭାଷା ବା ବଡି ଲାଙ୍ଗୁଏଜ ଆପଣଙ୍କ ବିଷୟରେ ସବୁକିଛି ବଖାଣି ଦିଏ। ମୁଣ୍ଡ ନୁଆଇଁ ଚାଲିବା, ଆଖି ମିଶାଇ କଥା ନ ହେବା ବା କୁଜା ହୋଇ ବସିବା ଆପଣଙ୍କ ଆତ୍ମବିଶ୍ୱାସର ଅଭାବକୁ ଦର୍ଶାଏ। ତେଣୁ ସିଧା ଛିଡ଼ା ହୁଅନ୍ତୁ, କାନ୍ଧକୁ ପଛକୁ ରଖନ୍ତୁ ଏବଂ ଆଖିରେ ଆଖି ମିଶାଇ ଦୃଢ଼ତାର ସହିତ କଥା କୁହନ୍ତୁ। ଶାରୀରିକ ଭାଷା ପ୍ରତି ଧ୍ୟାନ ନ ଦେବା ସମ୍ମାନ ହ୍ରାସ କରାଇଥାଏ। 12, ଯେଉଁ ବ୍ୟକ୍ତି ସବୁବେଳେ ନିଜର ଭାଗ୍ୟ, ସମୟ, ପରିବାର ବା ସରକାରଙ୍କ ଉପରେ କେବଳ ଦୋଷ ଲଦୁଥାଏ ଏବଂ ଅଭିଯୋଗ କରୁଥାଏ, ଲୋକେମାନେ ତାଙ୍କଠାରୁ ଦୂରେଇ ରହିବାକୁ ପସନ୍ଦ କରିଥାନ୍ତି। କାରଣ ଏମାନଙ୍କ ପାଖକୁ କେବଳ ନକାରାତ୍ମକ ଶକ୍ତି ବା ନେଗେଟିଭ ଏନର୍ଜି ବାହାରି ଆସିଥାଏ। ସମସ୍ୟା ସମସ୍ତଙ୍କର ଅଛି, କିନ୍ତୁ ଅଭିଯୋଗ କରିବା ବଦଳରେ ସମାଧାନ ଖୋଜୁଥିବା ବ୍ୟକ୍ତି ହିଁ ପ୍ରଶଂସାର ପାତ୍ର ହୋଇଥାଏ। ସବୁବେଳେ କେବଳ ଅଭିଯୋଗ କରିବା ବନ୍ଦ କରିଦିଅନ୍ତୁ। 13, ନିଜ ପଇସା, କ୍ଷମତା, ଚେହେରା କିମ୍ବା ବୁଦ୍ଧିର ଅହଙ୍କାର କରିବା ବା ବାରମ୍ବାର ନିଜର ଗୁଣଗାନ ଗାଇବା ସବୁବେଳେ ଗୋଟିଏ ଖରାପ ଅଭ୍ୟାସ ହୋଇଥାଏ। ପ୍ରକୃତରେ ଯିଏ ଧନୀ ବା ଜ୍ଞାନୀ ସିଏ କେବେ ବି ତାର ଡିଣ୍ଡିମ ପିଟେ ନାହିଁ। ନିଜର ସଫଳତାକୁ ନିଜ କାମ ମାଧ୍ୟମରେ ପ୍ରମାଣ କରନ୍ତୁ। ଆପଣଙ୍କର କାମ ଏତେ ଜୋରରେ ଶବ୍ଦ କରୁ ଯେ ଆପଣଙ୍କ ପାଟିରୁ କିଛି କଥା କହିବା ଦରକାର ପଡ଼ିବ ନାହିଁ। ଦେଖେଇ ହେବା ବା ଅହଙ୍କାର କରିବା ଆପଣ ଏବେ ହିଁ ଛାଡ଼ି ଦିଅନ୍ତୁ। 14, ଯେଉଁ ବ୍ୟକ୍ତିର ଜୀବନରେ କୌଣସି ସ୍ପଷ୍ଟ ଲକ୍ଷ୍ୟ ନାହିଁ, ଯିଏ ଦିନସାରା ମୋବାଇଲ ଘାଣ୍ଟି ସମୟ ନଷ୍ଟ କରେ ଏବଂ ନିଜ କ୍ୟାରିୟର ବା ଭବିଷ୍ୟତକୁ ନେଇ ଗମ୍ଭୀର ନୁହେଁ, ସମାଜ ତାକୁ ମୂଲ୍ୟହୀନ ଭାବେ ଗଣନା କରିଥାଏ। ନିଜର ଏକ ଲକ୍ଷ୍ୟ ସ୍ଥିର କରନ୍ତୁ, ଏକ ପର୍ପୋଜ ତିଆରି କରନ୍ତୁ ଏବଂ ସେଥିପାଇଁ ପାଗଳ ଭଳି ପରିଶ୍ରମ କରନ୍ତୁ। ଦେଖିବେ ସମ୍ମାନ ଆପେ ଆପେ ଆପଣଙ୍କ ପାଦ ତଳେ ଆସି ପଡ଼ିବ। ନିଜ ଜୀବନରେ କୌଣସି ଲକ୍ଷ୍ୟ ନ ରଖିବା ସମ୍ପୂର୍ଣ୍ଣ ଜୀବନ ଏବଂ ସମ୍ମାନ ପାଇଁ କ୍ଷତିକାରକ ହୋଇଥାଏ। 15, ଆପଣ ଭିତରୁ ଯେତେ ଭଲ ମଣିଷ ହେଲେ ବି ଲୋକେ ପ୍ରଥମେ ଆପଣଙ୍କ ବାହ୍ୟ ରୂପକୁ ଦେଖିକି ବିଚାର କରିଥାନ୍ତି। ଅପରିଷ୍କାର ରହିବା, ଦୁର୍ଗନ୍ଧ ହେବା କିମ୍ବା ପରିସ୍ଥିତି ସହ ଖାପ ନ ଖାଉଥିବା ଭଳି ପୋଷାକ ପିନ୍ଧିବା ଆପଣଙ୍କ ବ୍ୟକ୍ତିତ୍ୱକୁ ତଳକୁ ଖସାଇ ଦେଇଥାଏ। ମହଙ୍ଗା ପୋଷାକ ଦରକାର ନାହିଁ, କିନ୍ତୁ ସଫାସୁତୁରା ରହିବା ସର୍ବଦା ସମ୍ମାନକୁ ଆକର୍ଷଣ କରିଥାଏ। ନିଜର ବେଶଭୂଷା ଏବଂ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଯତ୍ନ ନ ନେବା ଆପଣଙ୍କୁ ଅନ୍ୟ ପାଖରେ ଛୋଟ ଏବଂ ଖରାପ ଦର୍ଶାଇଥାଏ। 16, ବିନା ମାଗିବାରେ ବା ବିନା ଡାକରାରେ କାହାକୁ ଜ୍ଞାନ ବା ଉପଦେଶ ଦେବା ତୁରନ୍ତ ବନ୍ଦ କରିଦିଅନ୍ତୁ। ଯେ ପର୍ଯ୍ୟନ୍ତ କେହି ଆପଣଙ୍କୁ ତାଙ୍କ ସମସ୍ୟାର ସମାଧାନ ପଚାରି ନାହାନ୍ତି, ସେ ପର୍ଯ୍ୟନ୍ତ ନୀରବ ରହିବା ସବୁଠାରୁ ବୁଦ୍ଧିମାନର କାମ। ମାଗଣାରେ ଦିଆଯାଉଥିବା ଜ୍ଞାନକୁ କେହି ଗୁରୁତ୍ୱ ଦିଅନ୍ତି ନାହିଁ ଓ ଓଲଟା ଆପଣଙ୍କୁ ବେଶୀ ବୁଦ୍ଧିଆ ବା ବେଶୀ ଚଢ଼ା ବୋଲି ଭାବନ୍ତି। ଅଯାଚିତ ଭାବେ ଉପଦେଶ ବା ଜ୍ଞାନ ବାଣ୍ଟିବା ବନ୍ଦ କରିଦିଅନ୍ତୁ। 17,
ଏହି କଥାଟି କଟୁ ହେଲେ ମଧ୍ୟ ସତ୍ୟ ଯେ ଆର୍ଥିକ ସ୍ୱାଧୀନତା ନଥିଲେ ଆଜିକାଲି ଦୁନିଆରେ ସମ୍ମାନ ମିଳିବା ଅସମ୍ଭବ। ଯଦି ଆପଣ ପ୍ରତିଟି ଛୋଟ ଛୋଟ ଆବଶ୍ୟକତା ପାଇଁ ଅନ୍ୟ ପାଖରେ ଯେମିତିକି ବାପା, ଭାଇ ବା ସାଙ୍ଗ ଏମାନଙ୍କ ପାଖରେ ହାତ ପାତୁଛନ୍ତି, ତେବେ ସେମାନଙ୍କ ଆଖିରେ ଆପଣଙ୍କ ସମ୍ମାନ ଧୀରେ ଧୀରେ କମିଯାଇଥାଏ। ଛୋଟ ହେଉ ପଛେ କିଛି ବି କାମ କରନ୍ତୁ, କିନ୍ତୁ ଆର୍ଥିକ ସ୍ତରରେ ନିଜ ଗୋଡ଼ରେ ନିଜେ ଠିଆ ହୁଅନ୍ତୁ। ଆର୍ଥିକ ଭାବେ ଅନ୍ୟ ଉପରେ ନିର୍ଭର କରିବା ଆପଣଙ୍କ ସମ୍ମାନକୁ କମ୍ କରିଥାଏ। 18. ଅତୀତରେ ଆପଣ କେତେ ବଡ଼ ଧୋକା ଖାଇଛନ୍ତି, କେତେ ଥର ଫେଲ୍ ହୋଇଛନ୍ତି ବା କେଉଁମାନେ ଆପଣଙ୍କୁ କଷ୍ଟ ଦେଇଛନ୍ତି, ସେହି କଥାକୁ ସବୁବେଳେ ସମସ୍ତଙ୍କ ଆଗରେ କହିକି କାନ୍ଦିବା ବନ୍ଦ କରିଦିଅନ୍ତୁ। ଏହା ଆପଣଙ୍କୁ ବିଚରା ବା ଭିକ୍ଟିମ୍ ସଜାଇଥାଏ। ଲୋକେ ଦୁଃଖ କରୁଥିବା ବ୍ୟକ୍ତିତ୍ୱକୁ ଦୟା ନିଶ୍ଚୟ ଦିଅନ୍ତି, କରୁଣା ନିଶ୍ଚୟ ଦିଅନ୍ତି, କିନ୍ତୁ ସମ୍ମାନ କେବଳ ସଂଘର୍ଷ କରି ଆଗକୁ ବଢ଼ୁଥିବା ଯୋଦ୍ଧାକୁ ହିଁ ଦିଅନ୍ତି। ଅତୀତକୁ ଧରି ରଖନ୍ତୁ ନାହିଁ, ଆଗକୁ ବଢ଼ନ୍ତୁ। 19. ଆପଣ କାହାକୁ ଭେଟିବାକୁ ସମୟ ଦେଇଛନ୍ତି, କିମ୍ବା 10 ମିନିଟ୍ ହେଉ, ଅଧଘଣ୍ଟା ହେଉ କିମ୍ବା 1 ଘଣ୍ଟା ହେଉ ଆପଣ ଡେରିରେ ପହଞ୍ଚୁଛନ୍ତି, ଏହା ପ୍ରମାଣ କରେ ଯେ ଆପଣ ନିଜର ଏବଂ ଅନ୍ୟମାନଙ୍କର ସମୟକୁ ଟିକିଏ ବି ସମ୍ମାନ କରି ଜାଣିନାହାନ୍ତି। ମନେ ରଖନ୍ତୁ, ଟାଇମ୍ ଇଜ୍ ମନି। ଯିଏ ସମୟର ମୂଲ୍ୟ ବୁଝେ ନାହିଁ, ଦୁନିଆ ତାକୁ 1 ପଇସାର ବି ସମ୍ମାନ ଦିଏ ନାହିଁ। ସମୟର ମୂଲ୍ୟ ନ ବୁଝିଲେ ଦୁନିଆ କେବେ ଆପଣଙ୍କୁ ସମ୍ମାନ ଦେବ ନାହିଁ। 20. ଯଦି କେହି ଆପଣଙ୍କ ଖରାପ ସମୟରେ ଟିକିଏ ବି ସାହାଯ୍ୟ କରିଛନ୍ତି ଏବଂ ଆପଣ ତାଙ୍କୁ ଧନ୍ୟବାଦ ନ ଦେଇ ସେହି ଉପକାରକୁ ଭୁଲି ଯାଉଛନ୍ତି, ତେବେ ଆପଣ ନିଜର ଶ୍ରେଷ୍ଠତା ହରାଉଛନ୍ତି। କୃତଜ୍ଞତା ବା ଗ୍ରାଟିଚ୍ୟୁଡ୍ ଜଣାଇବା ଏକ ମହାନ ଗୁଣ ହୋଇଥାଏ। ଯିଏ ଅନ୍ୟର ସାହାଯ୍ୟକୁ ସ୍ୱୀକାର କରି ଧନ୍ୟବାଦ ଅର୍ପଣ କରେ, ତାର ସମ୍ମାନ ସମାଜରେ ଆହୁରି ବଢ଼ିଯାଏ। କୃତଜ୍ଞ ନ ହେବା ଆପଣଙ୍କୁ ଛୋଟ କରିଥାଏ। 21. ନିଜର ଛୋଟ ଛୋଟ ସ୍ୱାର୍ଥ ପାଇଁ କିମ୍ବା ନିଜକୁ ବଡ଼ ବୋଲି ଦେଖାଇବା ପାଇଁ ମିଛ କହିବାର ଅଭ୍ୟାସ ଆପଣଙ୍କ ଚରିତ୍ର ଉପରେ କଳଙ୍କ ଲଗାଇଥାଏ। ଥରେ ଆପଣଙ୍କ ମିଛ ଧରା ପଡ଼ିଗଲେ ଆପଣ ଜୀବନ ସାରା ସତ କହିଲେ ବି କେହି ଆପଣଙ୍କୁ ଆଉ ଠିକ୍ସେ ବିଶ୍ୱାସ କରିବେ ନାହିଁ। ବିଶ୍ୱାସ ନଥିଲେ ସମ୍ମାନ ମିଳିବା ଏକାବେଳକେ ଅସମ୍ଭବ ହୋଇପଡ଼େ। ସତ କୁହନ୍ତୁ, ତେଣିକି ତାହା କେତେ ବି କଠୋର ହୋଇଥାଉ ନା କାହିଁକି। ଅଯଥାରେ ମିଛ କହିବାର ଖରାପ ଅଭ୍ୟାସ ଆଜି ହିଁ ଛାଡ଼ି ଦିଅନ୍ତୁ। 22. ନିଜ ସାଙ୍ଗ କିମ୍ବା ସମ୍ପର୍କୀୟଙ୍କର ସଫଳତା ଦେଖି ଭିତରେ ଭିତରେ ଈର୍ଷା ବା ଜେଲସି କରିବା। ଏହା ଏକ ନୀଚ ଏବଂ ଦୁର୍ବଳ ମାନସିକତାର ପରିଚୟ ହୋଇଥାଏ। ଏହା ବଦଳରେ ସେମାନଙ୍କୁ ଖୋଲା ହୃଦୟରେ ପ୍ରଶଂସା କରନ୍ତୁ ଏବଂ ସେମାନଙ୍କଠାରୁ ପ୍ରେରଣା ନିଅନ୍ତୁ। ଏକ ଉଦାର ହୃଦୟ ଥିବା ବ୍ୟକ୍ତି ସର୍ବଦା ଅନ୍ୟମାନଙ୍କ ପାଇଁ ଏକ ଆଦର୍ଶ ପାଲଟିଥାଏ। ଅନ୍ୟର ସଫଳତାରେ ଈର୍ଷା କରିବା ଆପଣଙ୍କୁ କେବେ ଆଗକୁ ବଢ଼ିବାକୁ ଦିଏ ନାହିଁ। ସେଥିପାଇଁ ଈର୍ଷା ନ କରି ସଫଳ ହେବା ପାଇଁ କର୍ମ କରିଚାଲନ୍ତୁ। 23. ଦୁନିଆରେ କେହି ବି ପରିପୂର୍ଣ୍ଣ ବା ସମ୍ପୂର୍ଣ୍ଣ ପରଫେକ୍ଟ ନୁହନ୍ତି। ଆମ ସମସ୍ତଙ୍କ ଦ୍ୱାରା ଭୁଲ ନିଶ୍ଚୟ ହୋଇଥାଏ, କିନ୍ତୁ ଭୁଲ କରିବା ପରେ ତାକୁ ସ୍ୱୀକାର ନ କରି ବାହାନା ତିଆରି କରିବା କିମ୍ବା ଅନ୍ୟ ଉପରେ ଦୋଷ ଲଦିଦେବା, ଏହା ହେଉଛି କାପୁରୁଷତାର ଲକ୍ଷଣ। ହଁ, ମୋର ଭୁଲ ହୋଇଛି, ମୁଁ ଏହି ଭୁଲଟିକୁ ନିଶ୍ଚୟ ସୁଧାରିବି, ଏତିକି କହିବାର ସାହସ ଥିବା ବ୍ୟକ୍ତି ହିଁ ପ୍ରକୃତ ସମ୍ମାନର ଅଧିକାରୀ ହୋଇଥାଏ। 24. ଯଦି କେହି ସାଧାରଣ କଥା କହିଦେଲା କିମ୍ବା କିଛି ଗୋଟେ ମଜାକ ଉଡ଼େଇ କିଛି କହିଦେଲା ଆଉ ଆପଣ ସାଙ୍ଗେ ସାଙ୍ଗେ ସେହି କଥାଟିକୁ ଧରି ତା ଉପରେ ରାଗି ବସିଲେ କିମ୍ବା ଅଭିମାନ କରିଦେଲେ, ତେବେ ଲୋକେ ଆପଣଙ୍କ ସହ କଥା ହେବାକୁ ବା ମିଶିବାକୁ ଭୟ କରିବେ। ସେମାନେ ଭାବିବେ କି ଆପଣ ସ୍ୱପ୍ନରେ ବଞ୍ଚୁଛନ୍ତି। ଆପଣ ପ୍ରତ୍ୟେକଟି କଥାକୁ ପର୍ସନାଲ ନେଇଯାଆନ୍ତି। ତେଣୁ ସବୁ କଥାକୁ ନିଜ ଇଗୋରେ ଲଗାନ୍ତୁ ନାହିଁ। ଟିକିଏ ଖୋଲା ମନରେ କଥା ହୁଅନ୍ତୁ। କଥାକୁ ହସି ଉଡ଼େଇ ଦେବା ଶିଖନ୍ତୁ। ସବୁ କଥାକୁ ଅତି ବ୍ୟକ୍ତିଗତ ଭାବେ ନେବା ଛାଡ଼ି ଦିଅନ୍ତୁ। 25. ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ମୋର ଲାଷ୍ଟ ପଏଣ୍ଟ। ଯଦି ଆପଣ ନିଜକୁ ନିଜେ ସମ୍ମାନ କରୁନାହାନ୍ତି, ନିଜକୁ ସବୁବେଳେ କମ୍ ଭାବୁଛନ୍ତି, ଅନ୍ୟମାନଙ୍କ ସହ ନିଜକୁ ତୁଳନା କରି ହୀନମାନ୍ୟତାରେ ଜଳୁଛନ୍ତି, ତେବେ ଅନ୍ୟମାନେ କାହିଁକି ଆପଣଙ୍କୁ ସମ୍ମାନ ଦେବେ? ଦୁନିଆ ଆପଣଙ୍କୁ ସେହି ଦୃଷ୍ଟିରେ ଦେଖନ୍ତି ଯେଉଁ ଦୃଷ୍ଟିରେ ଆପଣ ନିଜକୁ ଦେଖନ୍ତି। ନିଜର ମୂଲ୍ୟ ବୁଝନ୍ତୁ। ଆପଣ ଏକ ସ୍ୱତନ୍ତ୍ର ସୃଷ୍ଟି। ନିଜ ଉପରେ ଗର୍ବ କରନ୍ତୁ ଏବଂ ନିଜକୁ ଭଲ ପାଆନ୍ତୁ। ନିଜକୁ ନିଜେ ସମ୍ମାନ କଲେ ଅନ୍ୟମାନେ ଆପଣଙ୍କୁ
ନିଶ୍ଚୟ ସମ୍ମାନ ଦେବେ। ବନ୍ଧୁଗଣ, ସମ୍ମାନ କାହା ପାଖରେ ମାଗିଲେ ମିଳେ ନାହିଁ। ଏହା ଆମ କଥା, ଆମ କାମ ଓ ଆମ ଚରିତ୍ରର ଏକ ପ୍ରତିଫଳନ ଅଟେ। ଆପଣଙ୍କ ବ୍ୟବହାର ହିଁ ଆପଣଙ୍କର ବ୍ରାଣ୍ଡ ହୋଇଥାଏ। ଆଜିଠାରୁ ଏହି 25ଟି ନକାରାତ୍ମକ ଅଭ୍ୟାସକୁ ନିଜ ଭିତରୁ ବାହାର କରି ଫୋପାଡ଼ି ଦିଅନ୍ତୁ। ଦେଖିବେ ସମାଜ, ପରିବାର, ସାଙ୍ଗସାଥୀ ଏବଂ କର୍ମକ୍ଷେତ୍ରରେ ଲୋକେମାନେ ଆପଣଙ୍କୁ କିପରି ଏକ ନୂଆ ଦୃଷ୍ଟିରେ ଚାହିଁବା ଆରମ୍ଭ କରିଦେବେ ଏବଂ ଆପଣଙ୍କ ଉପସ୍ଥିତିକୁ ସମ୍ମାନ ଦେବାକୁ ବାଧ୍ୟ ହୋଇଯିବେ। ମନେ ରଖନ୍ତୁ ଏକ ଶକ୍ତିଶାଳୀ କଥାଟିଏ, ରେସ୍ପେକ୍ଟ ଇଜ୍ earned by the way you carry yourself। ଯଦି ଆପଣଙ୍କୁ ଲାଗୁଛି ଯେ ଆପଣ ମଧ୍ୟ ଏହି ଭୁଲ ଗୁଡ଼ିକ ଭିତରୁ କିଛି ଭୁଲ କରୁଥିଲେ, ତେବେ ଲଜ୍ଜାବୋଧ ନ କରି ଆଜିଠାରୁ ହିଁ ନିଜ ଭିତରେ ପରିବର୍ତ୍ତନ ଆଣିବା ଆରମ୍ଭ କରିଦିଅନ୍ତୁ। ନିଜକୁ ଶ୍ରେଷ୍ଠ ଭର୍ସନ୍ ବା ବେଷ୍ଟ ଭର୍ସନ୍ ତିଆରି କରନ୍ତୁ। ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଗକୁ ବଢ଼ନ୍ତୁ ଏବଂ ସଫଳତାର ଶୀର୍ଷରେ ପହଞ୍ଚନ୍ତୁ। ଏତିକି ମୋର ଭଗବାନଙ୍କ ପାଖରେ କାମନା। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ, ଧନ୍ୟବାଦ।